ଗଛ ଲଗାଇବାକୁ ଆପଣଙ୍କର ବହୁତ ଇଚ୍ଛା କିନ୍ତୁ ଆପଣଙ୍କ ପାଖରେ ସମୟ ନାହିଁ ଗଛ ଲଗେଇକି ତାର ଯତ୍ନ ନେଇପାରିବେନି ବୋଲି ଭାବୁଛନ୍ତି। ତେବେ ଗୋଟେ ଥର ଆଣିକି ବଗିଚାରେ ଏହି ଗଛକୁ ଲଗାନ୍ତୁ। ୟାର ନାଁ ହେଉଛି କସମସ୍। ଓଡ଼ିଆରେ ୟାକୁ ତାରା ଫୁଲ ବା ସୁନାପାତିଆ ଫୁଲ ବୋଲିକି ମଧ୍ୟ କହିଥାନ୍ତି। ଏଇଠି ଦେଖିପାରୁଥିବେ ମାତ୍ର 2ରୁ 3ଟି ଗଛ ଏହି ତାରା ଫୁଲର ଅଛି ଏଇଠି। ଆଉ ଏଇ 2ଟି 3ଟି ଗଛରେ କେତେ ସାରା ଫୁଲ ଫୁଟିଛି। ଏତେ ଫୁଲ ଫୁଟିଛି କି ପତ୍ର ବି ଏଥିରେ ଦେଖାଯାଉ ନାହିଁ। ଏହି ଗଛଟି ଲଗାଇଲେ ଆପଣଙ୍କୁ କିଛି ବି ଯତ୍ନ ନେବା ପାଇଁ ପଡ଼ିବ ନାହିଁ, ନା ୟାକୁ ଖତ ଦେବା ପାଇଁ ପଡ଼ିବ। ୟାର ମଞ୍ଜିରୁ ମଧ୍ୟ ଇଏ ଆରାମସେ ଗ୍ରୋ ହୋଇଥାଏ ଆଉ ଡାଳରୁ ମଧ୍ୟ ଗ୍ରୋ ହୋଇଯାଇଥାଏ। ବାସ୍ କିଛି ମଞ୍ଜି ଆଣିକି ଆପଣଙ୍କ କୁଣ୍ଡରେ ପକାଇଦେବେ ଆଉ ଇଏ ଆପେ ଆପେ ଗଛ ଉଠିବ, ଆପେ ଆପେ ହିଁ ଫ୍ଲାୱାରିଂ କରିବ। ଆପଣଙ୍କୁ କିଛି ବି ଏଥିରେ ଯତ୍ନ ନେବା ପାଇଁ ପଡ଼ିବନି କିମ୍ବା ଖତ ମଧ୍ୟ ଦେବା ପାଇଁ ପଡ଼ିବ ନାହିଁ। ମଝିରେ ମଝିରେ ଯେତେବେଳେ ମାଟି ଶୁଖିଯିବ ସେତେବେଳେ ଖାଲି ଗଛକୁ ପାଣି ଦେଇଦେବେ, ଆଉ କିଛି ବି କରିବା ପାଇଁ ପଡ଼ିବ ନାହିଁ। କେବଳ ଖରାରେ ନେଇକି ଥୋଇଦେବେ, ଏଇଭଳି ଭାବେ ଫ୍ଲାୱାରିଂ କରିବ। ଏଥିରେ ସେମିତି କିଛି ରୋଗ ପୋକ ମଧ୍ୟ ଲାଗିନଥାନ୍ତି। ତେଣୁ ବହୁତ ସହଜରେ ଆପଣ এই ଗଛଟିକୁ ଆପଣଙ୍କ ବଗିଚାରେ ଆଡ୍ କରିକି ସେଥିରୁ ଢେର ସାରା ଫୁଲ ପାଇପାରିବେ। ଯଦି ଆପଣଙ୍କ ପାଖରେ ସମୟ ନାହିଁ ତାହେଲେ ନିଶ୍ଚୟ ଭାବେ এই ଗଛଟିକୁ ଆଣିକି ଆପଣଙ୍କ ବଗିଚାରେ ଲଗାନ୍ତୁ।